जने तो खर धर्मिणी धर्म प्राणाय सत्येन भगवान अवतरिष्यति। इत्थम एभଳି ଭାବେ बड़ो गते प्राय जने तो खर धर्मिणी लोकମାନେ ତ ଏଭଳି ଖର ଧର୍ମିଣୀ ଖର ମାନେ କଣ ଗଧ ଗଧ ଭଳି ତ ଧର୍ମିଣୀ ହେଇଯିବ। ଗଧ ଧର୍ମ ମାନେ ବୋକା ଅଜ୍ଞ ଭଳି ତ ଏସବୁ ଭୁଲ କାମ ସବୁ କରିବେ ଭଗବାନ ବି ମାନିବେନି ଖର ଧର୍ମିଣୀ। ଆଉ ଭଗବାନ ସବୁ ଗଧ ଭଳି ଶୁଣିବେ ଅଲଗା ଲାଗିପାରେ କିନ୍ତୁ ଶାସ୍ତ୍ର ସିଦ୍ଧାନ୍ତ ମତ ପଢ଼ିଲେ ପ୍ରାୟ ସବୁ ଗଧ ଧର୍ମ ଗଧ ଭକ୍ତ ଠାକୁର କହିଛନ୍ତି ଗର୍ଦ୍ଧବର ମତ ଆମେ କରି ପରିଶ୍ରମ କାହାର ଲାଗି ଅତ କରି ନା ବୁଝି ଗଧ ଭଳି ସମସ୍ତେ ଘଟୁଛନ୍ତି କାହା ପାଇଁ ଘଟୁଛନ୍ତି କେହି ଜାଣନ୍ତି କେହି ବୁଝିପାରିବେନି କ'ଣ ପାଇଁ ଘଟୁଛନ୍ତି ସର ଛାଡ଼ିକି ଯିବେ ନାହିଁ କିନ୍ତୁ ଗଧ କରିବେ ଭକ୍ତି କରିବେ। ତ ଭଗବାନ ଧର୍ମ ପ୍ରାଣ ସତ୍ୟ ଭଗବାନ ଅବତରିଷ୍ୟତି ଭଗବାନ ଆସିବେ ଧର୍ମକୁ ସ୍ଥାପନ କରିବା ଆସିବେ କଳିଯୁଗରେ କେଉଁ ରୂପରେ ଆସିବେ କଳିଯୁଗରେ ଭଗବାନଙ୍କର କୌଣସି ଅବତାର ନାହିଁ। କଳିଯୁଗ ଶେଷରେ ଆସିବେ ଭଗବାନ କଳ୍କି ଅବତାର। ଆପଣ ସମସ୍ତେ କଳ୍କି ଅବତାର ସମସ୍ତେ ଜାଣିଛନ୍ତି ଲୋକ ତ କିଛି ତ ବାହାରିଛି ଖଣ୍ଡଗିରି ଭୁବନେଶ୍ୱର ସେ କଳ୍କି ଅବତାର କହୁଛନ୍ତି ଯେ କଳ୍କି ଅବତାର କିଏ ତାର ଯୋଗ୍ୟତା ଦେଖ ଭଗବାନ କିଏ ଶାସ୍ତ୍ରରେ କୁହାଯାଇଛି କେବେ ଆସିବେ କୁହାଯାଇଛି ତିରିଶ ବର୍ତ୍ତମାନ ଆସିବେ କଳ୍କି ଅବତାର କେଉଁଠି ଆସିବେ କେବେ ଆସିବେ ଆସିକି କ'ଣ କରିବେ ଦେଖନ୍ତୁ ସମ୍ବଲ ଗ୍ରାମ ମୁଖ୍ୟସ୍ୟ ବ୍ରାହ୍ମଣସ୍ୟ ମହାତ୍ମନ ଭବନେ ବିଷ୍ଣୁଯଶସା କଳ୍କି ପ୍ରାଦୁର୍ଭବିଷ୍ୟତି। ଭାଗବତ କୁହାଗଲେ ସମ୍ବଲ ଗ୍ରାମ ମୁଖ୍ୟସ୍ୟ ସମ୍ବଲ ଗ୍ରାମରେ ଜଣେ ବ୍ୟକ୍ତି ଯିଏ ବ୍ରାହ୍ମଣ କୂଳରେ ଜନ୍ମ ହେଇଥିବେ ତାଙ୍କ ନାଁ ହେଇଥିବ କ'ଣ ନା ବିଷ୍ଣୁଯଶ ତାଙ୍କ ନାଁ ବିଷ୍ଣୁଯଶ ତାଙ୍କ ଘରେ କଳ୍କି ଅବତରିତ ହେବେ। କିନ୍ତୁ ଲୋକ ଆଜିକାଲି କହୁଛନ୍ତି କ'ଣ ସେ କ'ଣ ଯେଉଁ ଆଜିକାଲି ଯୁଗରେ କାଶୀ ମିଶ୍ର ନା କ'ଣ କାଶୀ ମିଶ୍ର ବାହାରିଛି କାଶୀ ବିଷ୍ଣୁଯଶା କାଶୀ ଗତି କହୁଛନ୍ତି ଯେ ତାଙ୍କ ନାଁ ବିଷ୍ଣୁଯଶା ସିଏ ତ କହୁଛନ୍ତି ନା ବିଷ୍ଣୁର ଯିଏ ଦଶ ପ୍ରଚାର କରିବେ ସିଏ ବିଷ୍ଣୁଯଶା। ଏସବୁ ଭୁଲ ଏସବୁ ପାଖଣ୍ଡ ଧର୍ମ ସବୁ ଜାଣୁଛନ୍ତି। এটা কেবল গোটিয়ে শাস্ত্র নাই দেখন্তু অলা শাস্ত্রে লেখা হয়েছে ভাগবতের প্রথম স্কন্ধে লেখা হয়েছে এটা ভাগবতম দ্বাদশ স্কন্ধে প্রথম স্কন্ধে ভাগবত লেখা হয়েছে ভগবান কল্কি অবতার কেমিতি আসবে সমগ্র গ্রামে দেখুন সে কথা কହୁଛି ভাগবতরে 1800 যোগ সন্ধ্যায়ন দস্যু ত্রায়সুরা দস্যু জনিতা বিষ্ণু যশস কল্কি প্রাদুর্ভবিষ্যতি। যেহেতু রাজা ସବୁ ଦସ୍ୟୁ ଭଳି ଯାଇଥିବେ ସେତେବେଳେ ଭଗବାନ କଳ୍କି ଅବତାର ଆସିବେ ଭାରତ କରାଇଛି। ପୁଣି ମହାଭାରତରେ କୁହାଯାଇଛି କ'ଣ ମହାଭାରତରେ ଦେଖନ୍ତୁ କ'ଣ କୁହାଯାଇଛି କଳ୍କି ବିଷ୍ଣୁଯଶା ନାମ ଦ୍ୱିଜ କାଳ ପ୍ରଚୋଦିତ ଉତ୍ପତ୍ତ୍ୟସ୍ତେ ମହାବୀର୍ଯ୍ୟ ମହାବୁଦ୍ଧି ପରାକ୍ରମ ସମ୍ଭୂତେ ସମ୍ବଲ ଗ୍ରାମେ ବ୍ରାହ୍ମଣେ ବସତେ ଶୁଭେ। ମହାଭାରତ ଶ୍ଲୋକ ମାର୍କଣ୍ଡେୟ ମୁନି ଯୁଧିଷ୍ଠିରଙ୍କୁ କହୁଛନ୍ତି ଶାସ୍ତ୍ରରେ ପୁରା ସେଠି ଆମେ ଶୁଣିଥିଲେ ନା ଶାସ୍ତ୍ର କିଭଳି ସ୍ପଟଲେସ୍ ହ୍ୱାଇଟ୍ ଅତ୍ୟନ୍ତ ସ୍ୱଚ୍ଛ କିନ୍ତୁ ତାକୁ ବି ଢାଙ୍କିଦେବେ କଳିଯୁଗ ଲୋକମାନେ ଏଭଳି ଅଧର୍ମ ଏଭଳି ପାଷାଣ ପ୍ରଚାର ଶାସ୍ତ୍ର ଢାଙ୍କିଦେବେ ଶାସ୍ତ୍ର କିଏ ଶୁଣିବେ ଭାଗବତ କିଏ ପଢ଼ୁନାହାନ୍ତି ଆଉ ଭାଗବତ ଯିଏ ପଢ଼ୁଛି ତାକୁ କିଏ ଭ୍ରମିତ କରିଦେବ ନା ଆପଣ ଭାଗବତ ପଢ଼ନ୍ତୁ ପାଠ ପଢ଼ନ୍ତୁ ପାଠ କଲେ ଭ୍ରମିତ ହେବେ କଳ୍କି ଭଗବାନଙ୍କର କୌଣସି ଅବତାର ନାହିଁ। ସେ କେତେ ଲୋକ ସବୁ କହୁଛନ୍ତି କିଏ ଭଗବାନ ସିଏ ଭଗବାନ ସିଏ ଭଗବାନ ସିଏ ଭଗବାନ ଭଗବାନ ତ ଭକ୍ତ କୁହ ଠିକ ଅଛି ଲେଡିସ୍ ଗାର୍ଡ ବସେଇ ଦେବା ସାଧୁ କୁହ ଗୁରୁ କୁହ ଭଗବାନ ବୋଲି କେମିତି କହୁଛନ୍ତି କଳିଯୁଗ ଭଗବାନ ଆସିବେ ସମ୍ବଲ ଗ୍ରାମରେ ବିଷ୍ଣୁଯଶାଙ୍କ ଘରେ। ଆଚ୍ଛା କଳ୍କି ଅବତାର ଆସିକି କ'ଣ କରିବେ ଆଜ୍ଞା ଜାଣିଥିବେ ତ କଳ୍କି ଅବତାର କ'ଣ କଳ୍କି ଅବତାର ଆସିକି ମନ୍ଦିର କରିବେ ମଠ କରିବେ ଆଶୀର୍ବାଦ ଦେବେ ନା କ'ଣ କରିବେ ଜାଣିନାହାନ୍ତି କି ହଁ ବଡ଼ ବାଟ କହିଲେ କିଏ ଜାଣିଛନ୍ତି କଳ୍କି ଅବତାର ଆସିକି ଜୟଦେବ ଗୋସାଇଁ କ'ଣ ଲେଖିଲେ ମ୍ଲେଚ୍ଛ ନିବହଂ ବିଧୟତି ମଧୟତି କଳବାରମ୍ ଧୂମକେତୁମିବ କିମପି କରାଳମ୍ କେଶବ ଧୂତ କଳ୍କି ଶରୀର ଜୟ ଜଗଦୀଶ ମ୍ଲେଚ୍ଛ ନିବହତି କଳୟସି କରିବାରମ୍ ମ୍ଲେଚ୍ଛମାନଙ୍କୁ ସଂହାର କରି କଳ୍କି ଅବତାର। ଆଉ ଏବେ କଳ୍କି ଅବତାର ଆସି ସ୍କୁଲ କଲେଜ ପାଠ ପଢ଼ିବା କୋଉଠି ଲେଖା ହେଇଛି ତାহলে জয়দেব গোস্বামী জানি যেটা ভুল আর তোমার কথাটা ঠিক জয়দেব গোস্বামী লিখছেন ভুল
କଳ୍କୀ ଅବତାର ଆସିବେ କ'ଣ କରି ଦେଖନ୍ତୁ କଳ୍କୀ ଅବତାର ଆଚ୍ଛା ଆସିବେ ସେ ତ ଅଶ୍ୱରେ ଯିବେ ନା ଘୋଡ଼ା କେଉଁ ଫାର୍ମରୁ ନେବେ କେଉଁ ଫାର୍ମରେ ଅଛି ଘୋଡ଼ା ଅଶ୍ୱଟା ଯେଉଁ ନେବେ କେଉଁଠୁ ନେବେ ଥଣ୍ଡାଟା ଯେଉଁ ନେବେ କେଉଁ ଦୋକାନରୁ କିଣିବେ ସେ ଶାସ୍ତ୍ର ଲେଖା ହେଇଛି ଅଶ୍ୱମାସୁଗମାରୁହ୍ୟ ଦେବଦତ୍ତଂ ଜଗତ୍ପତି ଅସୀନା ସାଧୁଦମନଂ ଅଷ୍ଟୈଶ୍ୱର୍ଯ୍ୟ ଗୁଣାନ୍ୱିତା ନିଜେ ସେ ଘୋଡ଼ାରେ ଚଢ଼ିକି ଆସିବେ ଅଶ୍ୱମ୍ ଆସୁଗମାରୁହ୍ୟ ଦେବଦତ୍ତ ଜଗତ୍ପତି ଭଗବାନ ନିଜେ ଆସିବେ ଜଗତ୍ପତି